ଆଉ ଆମର ଆଜି ସୁଦ୍ଧା ଅଖ ଚକ ବସି ଆଜି ଗୋଡ଼ ଭଙ୍ଗା ସରିଯାଇଛି। ଏ ବରାଦ କାମ ଆଜି ଚଢ଼ିବ। ଚଢ଼ିଲା ପରେ ତାପରେ ତ ଆମର ସବୁ କାମ ସରିଯାଇଛି, ଖାଲି ଖଞ୍ଜା ଖଞ୍ଜି କାମ ଯାହା ହବ। ଆଉ ଆମେ ଚେଷ୍ଟା କରୁଛୁ ନେତ୍ର ଉତ୍ସବ ଦିନ କାମ ଆମର ଏଣ୍ଡାମ ଡାକ୍ତରକୁ ହ୍ୟାଣ୍ଡଓଭର କରିବୁ। ଆଜ୍ଞା। ଆଉ ସାରଥୀ ଘୋଡ଼ା ପାର୍ଶ୍ୱ ଦେବତା ଏସବୁ ନୂଆ ହେଇଛି ଏବଂ ହଣ୍ଡା ବି ପିତ୍ତଳ ହଣ୍ଡା ତିଆରି ହେଉଛି। ପିତ୍ତଳ ହଣ୍ଡା ବି ଆମର ତିଆରି କରିଛୁ ଏ ବର୍ଷ ବହୁତ କିଛି ନୂଆ 90% କାମ ଜାଣି ନୂଆ ହେଉଛି ଏ ବର୍ଷ। ତାହେଲେ ଗତ ବର୍ଷ ଯୋଉଭଳି ରଥର ବିଭ୍ରାଟ ହେଇଥିଲା, ମୋଡ଼ ନବା ଇଏ ନବା, ଏ ବର୍ଷ ଆପଣଙ୍କର ତ୍ରୁଟି ଭିତରେ ଆପଣ ତରଫରୁ ନାହିଁ ତ ମୁଁ ଇଏ କରିଦେଇଛୁ। ଆମେ ଠିକ ହିସାବରେ ମୋଡ଼ ଭାଙ୍ଗିଛୁ, ଠିକ ହିସାବରେ ମହାପ୍ରଭୁ ଯିବେ, ମହାପ୍ରଭୁ ଆସିବେ। ଆମର ରହିଛି ସବୁଠାରୁ ବିଶ୍ୱର ବୃହତ ରଥ ବୋଲି କୁହାଯାଏ, ତାର କଣ ରହିଛି? ଆମର ଇଏ ହଉଛି ବ୍ରହ୍ମତାଳ ଧ୍ୱଜ ରଥ। ରଥର ଉଚ୍ଚତା ହଉଛି 67 ଫୁଟ ଆଉ ଚଉଡ଼ା ହଉଛି 40 ଫୁଟ 40 ଫୁଟ। ଆମର ଗୋଟିଏ ରଥ ଯେହେତୁ ହଉଛି ବ୍ରହ୍ମତାଳ ଧ୍ୱଜ, ଇଏ ହଉଛି ମାନେ ଭାରତର ବୃହତ୍ତମ ରଥ। ଆଉ ଆମର ପୁରୀରେ 3ଟା ରଥ ହଉଛି, ଆମର ଏଠି ଗୋଟିଏ ରଥରେ 3 ଠାକୁର ସବୁ ଯାଆନ୍ତି। ଆମର ସବୁ ଶାଳ କାଠ ଏବଂ ଖାଲି ଦେବଦାରୁ ଦିଆ ହଉଛି। ବରାନ୍ଦ ଯୋଉ ବରାନ୍ଦ ଦିଆ ହଉଛି ଦେବଦାରୁ, ଆଉ ଉପର ଶିମିଳି ପଟା ଦିଆ ହଉଛି। ଏତିକି ଜାଣି ଆମର ଅନ୍ୟ କାଠ, ନହେଲେ ସବୁ କାଠ ଯାକ ଶାଳ ଆମର। ଆଜ୍ଞା। କୁହାଯାଉଛି ଯେ ଯୋଉ କାଠ ରହିଥିଲା ଅଘଟ ପଇଲା, ଯାହା ଫଳରେ କି ପୁରୁଣା କାଠ ଗୁଡ଼ିକ ଲଗାଇବାକୁ ପଇଲା। ନାଇଁ ପୁରୁଣା କାଠ ଯାଏ ଯେହେତୁ ଆର ବର୍ଷ 4ଟା ନୂଆ ହେଇଛି, ତାକୁ ଆଉ ଫୋପାଡ଼ି ପାରିବୁ କି? ଆଜ୍ଞା ଭଲ ଅଛି ନା, ତାକୁ ଫୋପାଡ଼ିନୁ ଏବଂ ପୁରୁଣା ଅଖ 3ଟା 4ଟା ଦିଆହେଇଛି। ଆଉ କିଛି ପୁରୁଣା ଦିଆହେଇନି, ବର୍ତ୍ତମାନ ଯାକେ ସବୁ ନୂଆ ହେଇଛି। ରଥ କାର୍ଯ୍ୟ ଆମର 1/5 ଆରମ୍ଭ ହୋଇଥିଲା। ଯେହେତୁ ରାଜ୍ୟ ସରକାର ଏ ବର୍ଷ 1 କୋଟି ଟଙ୍କା ଦେଇଛନ୍ତି ରଥ ସମ୍ପୂର୍ଣ୍ଣ ନୂତନ ଭାବେ ନିର୍ମାଣ କରିବା ପାଇଁ, ସେଥିପାଇଁ ଆମେ ରଥ କାର୍ଯ୍ୟ 1/5 ଆରମ୍ଭ କରିଥିଲୁ। ବର୍ତ୍ତମାନ ସୁଦ୍ଧା ଆମର ଆଜି ରଥ ମୋଡ଼ ଥିଲା। ଜ୍ୟେଷ୍ଠ ପୂର୍ଣ୍ଣମୀ ଦିନ ରଥରେ ଅଖରେ ଚକ ସଂଯୋଗ କରାଯାଇଥିଲା। ଆଜି ମୋଡ଼ ଭଙ୍ଗା ଥିଲା। ମୋଡ଼ ଭଙ୍ଗା 1:30 ପର୍ଯ୍ୟନ୍ତ ଚାଲିଲା। ସେଥିରେ ରଥ ନିର୍ମାଣ କମିଟି ଏବଂ ଏଡିଏମ୍ ନିଜେ ଉପସ୍ଥିତ ରହିଥିଲେ। ଆଜି 4ଟା ବେଳକୁ ବାରଣ୍ଡା ସଂଯୋଗ କରାଯିବ। ତେଣୁ ଆମର ରଥ କାର୍ଯ୍ୟ ଆଗେଇ ଯାଉଛି। ବର୍ଷା ହେଲେ ମଧ୍ୟ ଆମର ବଢ଼ାଇ ମିସ୍ତ୍ରୀ ସବୁ କାମରେ ଲାଗିଛନ୍ତି, ସେଥିରେ କୌଣସି ଅସୁବିଧା ନାହିଁ। ଆଉ ନୂତନ ଭାବେ ପ୍ରାୟ ସବୁ କାଠ ଗୁଡ଼ିକ ନୂତନ ଭାବେ ଆସିଛି, ଆଉ ସେ ରଥ ନିର୍ମାଣ ଚାଲିଛି। ରାଜ୍ୟ ସରକାର 1 କୋଟି ଟଙ୍କା ସାହାଯ୍ୟ କରିଥିଲେ ନୂତନ ରଥ ନିର୍ମାଣ କରିବା ପାଇଁ। ଆମେ ସବୁ ଡିଏଫ୍ଓଙ୍କୁ PCCF ମଧ୍ୟ ଚିଠି କରିଥିଲେ। ତା ଦେହରୁ ଅଧିକାଂଶ ଡିଏଫ୍ଓ ମନା କଲେ କାଠ ଦେବା ପାଇଁ, କିନ୍ତୁ ସୁକିନ୍ଦା ଟଙ୍କା ସେ ଅଞ୍ଚଳରୁ କିଛି କାଠ ଆସିଲା। ଆଉ ସବୁ ଆମର ସମିଲ୍ ମାନଙ୍କର କିଣା ହେଲା। କିଣା ହେଇକିନି ରଥ କାମ ଚାଲିଛି। ଆମର ଏ ବର୍ଷ 10ଟି ଚକ ନୂଆ ହେଇଛି। ଗତ ବର୍ଷର 4ଟି ନୂଆ ଥିଲା, ସେ ସଂଯୋଗ ଏଥିରେ କରାହେଇଛି। ଅଖ ମଧ୍ୟ ଏ ବର୍ଷ 3ଟି ନୂଆ ଅଖ ହେଇଛି। ଆଉ ଗତ ବର୍ଷର 4ଟି ଅଖ ହେଇଥିଲା ନୂଆ ତିଆରି, ତାକୁ ମଧ୍ୟ ସଂଯୋଗ କରାହେଇଛି। ଏତଦ୍ ବ୍ୟତୀତ ଆଉ ସବୁ ଜିନିଷ ଗୁଡ଼ିକ ନୂଆ କରାହେଇଛି। ଆମର 27ଟି ପାର୍ଶ୍ୱ ଦେବାଦେବୀ, ସାରଥୀ, ନୂତନ ଘୋଡ଼ା 4ଟି ଘୋଡ଼ା, ଏ ସବୁ ନୂତନ ଭାବେ ତିଆରି ହେଇଛି। ସେଇଟା ନ ଦେଖାଇବା ପାଇଁ ଆମେ ତ ସେଇଟା କହିପାରିବୁନି, କିନ୍ତୁ ସେଥିପାଇଁ ସଯତ୍ନ ଅଛୁ। ଆମର ସେ ମୋଡ଼ ଭଙ୍ଗାଟା ହେଲା ମେନ୍ କାମ। ମୋଡ଼ ଭଙ୍ଗାରେ ଆଜି ସମସ୍ତେ ଉପସ୍ଥିତ ରହି ଦେଖୁଥିଲେ, ମାପ ଠିକ୍ ଅଛି। ଚକକୁ ଚକ, ଅଖକୁ ଅଖ, ଏସବୁ ମାପ ଗୁଡ଼ାକ ଠିକ୍ ଅଛି ଆଜି। ତେଣୁ ଆଶା କରାଯାଉଛି ଆଉ ସେମିତି ଅବସ୍ଥା ହେବ ନାହିଁ। ରୋଡ଼ ସେ ତ ରଥ ଦାଣ୍ଡଟା ତ ଉପର ଖାଲ ଗୋଟେ ସାଇଡ୍ ଉଞ୍ଚା ଅଛି, ଗୋଟେ ସାଇଡ୍ ନିଚା ଅଛି। ସେମାନେ ତ ସେ ରାସ୍ତାଟାକୁ କଲେ ନାହିଁ, ସମ୍ପୂର୍ଣ୍ଣ ଭାବରେ ଠିକ୍ ଭାବେ କରିନାହାନ୍ତି। ମଝିରେ 17 ଜାଗା ପ୍ୟାଚ୍ ପକେଇଛନ୍ତି। ତେଣୁ ସେ କ'ଣ ହେବ ସେ କହିହେବନି, କିନ୍ତୁ ଆମର ରଥ କନଷ୍ଟ୍ରକ୍ସନ୍ଟା ଆମେ ସେଇଟାକୁ ଜଗିଛୁ। ରଥ କନଷ୍ଟ୍ରକ୍ସନ୍ ଯେମିତି ଏଥର ଡିଫେକ୍ଟ କିଛି ନ ବାହାରେ। ରୋଡ଼ ତାକୁ ଟାଣିକିନି ସେ ନିର୍ଭର କରୁଛି, ଦଉଡ଼ି ପକେଇକିନି ଟାଣିବା ଉପରେ ନିର୍ଭର କରୁଛି। ଆମେ ଯଦି ଧୀରେ ଧୀରେ ରଥଟିକି ଟାଣିକିନି ନେବା, ତାହେଲେ ଠିକ୍ ଗୋଲ୍ରେ ଆମେ ପହଞ୍ଚି ପାରିବା। ଆମେ ଯେଉଁମାନେ ଦଉଡ଼ି ଟାଣୁଛନ୍ତି, ସେମାନେ ଯେଉଁ ସ୍ପିଡ଼ରେ ନେଇଯାଉଛନ୍ତି, ତ ଷ୍ଟିଅରିଂ ନାହିଁ। ସ୍ପିଡ଼ରେ ନେଇଗଲାକୁ ଗୋଟେ ସାଇଡ଼୍କି ଯଦି ଚାଲିଗଲା, ତାକୁ ପୁଣି ଟ୍ରାକ୍କୁ ଆଣିବା ପାଇଁ ସମୟ ଲାଗୁଛି। ଚିଠି ହେଇଛି, ତାଙ୍କୁ କୁହାହେଇଛି ମଧ୍ୟ କାମ ଦେଖିବା ପାଇଁ ଆସିକିନି। ତାପରେ ଜିଲ୍ଲାପାଳ ବି ଡାକିଛନ୍ତି 4 ତାରିଖ ଦିନ ରୋଡ଼ ସବୁ ଡିପାର୍ଟମେଣ୍ଟ ମାନଙ୍କୁ ଯାହା ଦାୟିତ୍ୱ କାମ ବୁଝିବା ପାଇଁ। 4 ତାରିଖ ଦିନ ଜିଲ୍ଲାପାଳ ଡାକିଛନ୍ତି। DRDAରେ ମିଟିଂ ହେବ।
ତାଙ୍କୁ ମଧ୍ୟ ଦାୟିତ୍ୱ ଦିଆଯିବ। ସେ ତାଙ୍କ କାମ ସେ 10 ଦିନ ଭିତରେ ସାରିବେ। ଦାଣ୍ଡ ଏଣେ ମୁଖ୍ୟ ସମସ୍ୟା ରହିଛି। ମୁଖ୍ୟ ତାଙ୍କୁ କୁହାଯାଇଛି ସେ ଡ୍ରେନ୍ କଲଭର୍ଟ ସେଥିପାଇଁ ଡେରି ହେଉଥିଲା। ସେ ଡ୍ରେନ୍ କଲଭର୍ଟ କଲେ ଯେଉଁ ଟ୍ରାନ୍ସପୋର୍ଟଟା ମାଡ଼ିକିନି ଯାଉଥିଲା ରଥ ଅସୁବିଧା ହେଉଥିଲା ତାକୁ ସେମାନେ କଲଭର୍ଟ ସଜାଡ଼ୁଛନ୍ତି, ମାସେ ହେଲାଣି ସଜାଡ଼ୁଛନ୍ତି। ଗତ ଥରକ ମାଉସୀ ମା ମନ୍ଦିର ପାଖରେ ବିଦ୍ୟୁତର ଉପଯୋଗୀ କିଛି ଲାଇଟର କମ୍ ପଡ଼ିଲା। ଲାଇଟ୍ ପାଇଁ ମ୍ୟୁନିସିପାଲିଟିକି ଜିଲ୍ଲାପାଳ ତାଙ୍କୁ ଯାହା ନିର୍ଦ୍ଦେଶ ଦେବେ ସେ ସେୟା କହିବେ। ଆଉ ଆମର କିନ୍ତୁ ଭିତର ଲାଇଟ୍ ଆମର ଜେନେରେଟର 3-4ଟି ଜେନେରେଟର ଥାଏ, ତେଣୁ ଭିତର ଲାଇଟ୍ ପାଇଁ ପ୍ରୋବ୍ଲେମ୍ ହୁଏ ନାହିଁ। ଯାହା ପଦା ଲାଇଟ୍ ସେଇଟା ମ୍ୟୁନିସିପାଲିଟି ବାଲା ବୁଝିବେ ଆଉ।